ଭଟ୍ଟପାଲି ବ୍ରିଜ ନିର୍ମାଣରେ ଅନିୟମିତତା ଅଭିଯୋଗ ଉପମୁଖ୍ୟମନ୍ତ୍ରୀଙ୍କ ନଜରରେ ମାମଲା ସମ୍ପୃକ୍ତ ଠିକାଦାର ବିଭାଗୀୟ ଅଧିକାରୀ ଉପରେ ହେବ କି ବଡ଼ ଆକ୍ସନ। ପାଟଣାଗଡ଼ ବ୍ଲକର ବହୁ ପ୍ରତୀକ୍ଷିତ ଭଟ୍ଟପାଲି ବ୍ରିଜ ନିର୍ମାଣକୁ ନେଇ ବଢୁଛି ବିବାଦ। ନିର୍ମାଣରେ ଅନିୟମିତତା, ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ସୂଚନା ଫଳକ ନଥିବା ନେଇ ସ୍ଥାନୀୟ ଲୋକ ଉଠାଇଛନ୍ତି ସଙ୍ଗୀନ ଅଭିଯୋଗ। ମିର୍ଚ୍ଚା ନ୍ୟୁଜରେ ଏହି ପ୍ରସଙ୍ଗ ପ୍ରସାରଣ ପରେ ମାମଲା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନଜରକୁ ଆସିଥିବା ସୂଚନା ମିଳିଛି। ଏବେ ପ୍ରଶ୍ନ ହେବ କି ନିରପେକ୍ଷ ତଦନ୍ତ ନିଆଯିବ କି କାର୍ଯ୍ୟାନୁଷ୍ଠାନ। ଅଞ୍ଚଳବାସୀଙ୍କ ଦୀର୍ଘ 15 ବର୍ଷର ଦାବି ପରେ ଭଟ୍ଟପାଲି ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଛି। ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା ପାଇଁ ଏହି ପ୍ରକଳ୍ପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଥିଲା, କିନ୍ତୁ କାମ ଆରମ୍ଭ ହେବା ପରଠାରୁ ନିର୍ମାଣର ମାନକୁ ନେଇ ଏକାଧିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ନିର୍ମାଣ ସ୍ଥଳରେ ପ୍ରକଳ୍ପର ମୂଲ୍ୟ, କାର୍ଯ୍ୟ ଆରମ୍ଭ ଏବଂ ଶେଷ ତାରିଖ ସମ୍ପର୍କିତ ବାଧ୍ୟତାମୂଳକ ସୂଚନା ଫଳକ ଲଗାଯାଇ ନାହିଁ। କେତେ ଟଙ୍କାର କାମ ଚାଲିଛି ଏବଂ କେଉଁ ସଂସ୍ଥା କାମ କରୁଛି ସେ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି। ଏହା ସହିତ ନିର୍ମାଣ କାମରେ ନିମ୍ନମାନର ଲୁହା ରଡ୍ ଏବଂ ସିମେଣ୍ଟ ବ୍ୟବହାର ହେଉଥିବା ମଧ୍ୟ କିଛି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗର ପରେ ମଧ୍ୟ ସମ୍ପୃକ୍ତ ବିଭାଗର ପ୍ରତିକ୍ରିୟା ମଧ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି। ଅଞ୍ଚଳବାସୀ ପୂର୍ବରୁ ତମିଆ ବ୍ରିଜରେ ଘଟିଥିବା ଅଘଟଣକୁ ମନେ ପକାଇ ପ୍ରକଳ୍ପରେ ମଧ୍ୟ ଗୁଣବତ୍ତାକୁ ନେଇ ଚିନ୍ତା ପ୍ରକାଶ କରୁଛନ୍ତି। ତମିଆ ବ୍ରିଜ ନିର୍ମାଣ କାମରେ ଘୋଟାଲା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଶୁଣି ନଥିଲା ପାଟଣାଗଡ଼ ଆରଡି ବିଭାଗ କି ଠିକା ସଂସ୍ଥା। ପରେ ବ୍ରିଜର ସ୍ଲାସ୍ ଭାଙ୍ଗି 2 ଜଣ ନିରୀହ ଜୀବନ ଯାଇଥିଲା। ଅଞ୍ଚଳବାସୀଙ୍କର କହିବା ଅନୁଯାୟୀ ସମୟ ଥାଉ ଥାଉ ଯଦି ତଦନ୍ତ ଏବଂ ସୁଧାରମୂଳକ ପଦକ୍ଷେପ ନିଆନଯାଏ ତେବେ ଭବିଷ୍ୟତରେ ଅଘଟଣ ଘଟିବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ଏପଟେ ଆଦିବାସୀ ସଂଘର ନେତା ଗିରିରାଜ ଭୋଇ ଏହି ପ୍ରକଳ୍ପର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀଙ୍କୁ ଏହି ମାମଲାର ନିରପେକ୍ଷ ତଦନ୍ତ କରାଇବାକୁ ଦାବି କରିଛନ୍ତି ଅଞ୍ଚଳର ସ୍ଥାନୀୟ ସଚେତକ ନାଗରିକ। ଏବେ ସବୁଠାରୁ ବଡ଼ ପ୍ରଶ୍ନ, ଭଟ୍ଟପାଲି ବ୍ରିଜ ନିର୍ମାଣରେ ଉଠିଥିବା ଅଭିଯୋଗ ପରେ ମାମଲାର ତଦନ୍ତ ହେବ କି? ସମ୍ପୂର୍ଣ୍ଣ ଠିକାଦାର ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି? ଦେଖିବାକୁ ବାକି ପ୍ରଶାସନ ଓ ଉପମୁଖ୍ୟମନ୍ତ୍ରୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ। ବ୍ୟୁରୋ ରିପୋର୍ଟ, ମିର୍ଚ୍ଚା ନ୍ୟୁଜ।